ନାଉଗାଁ ବ୍ଲକରେ ଏବେ ଅବାଧରେ ଚାଲିଛି ମଦ କାରବାର। ସବୁ ଦେଖି ନୀରବରେ ବସିଛି ଅବକାରୀ ବିଭାଗ। ସୂଚନା ମୁତାବକ ନାଉଗାଁ ବ୍ଲକର ନାଉଗାଁ ହାଟ ବଜାରରେ ରହିଥିବା ସରକାରୀ ମଦ ଦୋକାନରେ ଅନିୟମିତତା ଦେଖିବାକୁ ମିଳିଛି, ଯାହାକୁ ନେଇ ସ୍ଥାନୀୟ ବରିଷ୍ଠ ନାଗରିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାରୀ ନିୟମ ଅନୁସାରେ ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନଗୁଡ଼ିକ ସକାଳ 10ଟା ପରେ ଖୋଲା ହୋଇ ରାତି 10ଟା ପୂର୍ବରୁ ବନ୍ଦ ହେବା କଥା, କିନ୍ତୁ ଏଠାରେ ଏ ମଦ ଦୋକାନ ରାତି 3ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ଏହି ଦୋକାନଗୁଡ଼ିକରେ ସରକାରୀ ନିୟମ ଅନୁସାରେ ମାସକୁ ସରକାରୀ ଡିପୋଗୁଡ଼ିକରୁ ମିଳୁଥିବା ମଦକୁ ଏମାନେ ସେହି ଦୋକାନରେ ବିକ୍ରି କରିବାର ନିୟମ ମଧ୍ୟ ରହିଛି। ହେଲେ ଏଠାରେ ସରକାରୀ ଡିପୋରୁ ମାସକ ପାଇଁ ଆସୁଥିବା ମଦ ଗୋଟିଏ ଦିନରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏମିତିକି ବିଳମ୍ବିତ ରାତିରେ ଦୋକାନ ଖୋଲାଯାଇ ଗାଁ ଗହଳିରେ ଚୋରା ମଦ ବେପାରୀମାନଙ୍କୁ ନିୟୋଜିତ କରାଯାଇ ସେମାନଙ୍କୁ ମଦ ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳୁଛି। ଫଳରେ ଏହି ବ୍ଲକ ପ୍ରତି ପଞ୍ଚାୟତର ପ୍ରତି ଗାଁ ଗହଳିରେ ମଦ କାରବାର ବେଧଡ଼କ ଭାବେ ଚାଲୁଛି, ଯାହାଫଳରେ ଗାଁ ଗହଳିର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଏହି ଚୋରା ମଦ ପିଇ ନିଶାରେ ଅପରିସ୍ଥିତିକ ଘଟଣାମାନ ଘଟାଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଠାରେ ସରକାରୀ ଡିପୋରୁ ଆସୁଥିବା ମଦଠାରୁ ଏତେ ପରିମାଣର ମଦ କେଉଁଠୁ ଆସୁଛି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଗତସିଂହପୁରରୁ ଆଲୋକ କୁମାରଙ୍କ ରିପୋର୍ଟ, ଏ ୱାନ୍ ଓଡ଼ିଶା।